ସକଳ ତୀର୍ଥ ତୋଚରଣେ ପଦ୍ରିକା ଯିବି କି କାରଣ। ଜଗନ୍ନାଥ କାହାକୁ କେଉଁ ରୂପରେ ଦେଖାଦେବେ ତାକୁ ଭକ୍ତଙ୍କୁ ଅଜଣା। ସେମିତି ଆମେ ଆସିଛୁ କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପୂର୍ବ ବଣହରା ଗାଁରେ ଗୋଟେ ପରଟାରେ ମିଶ୍ରଙ୍କ ଘରେ ଦେଖା ଦେଇଛନ୍ତି ଜଗନ୍ନାଥ। ପୁରା ଚକାଚକା ଆଖି, ଦୁଇ ବାହୁ, ଯେମିତି ଜଗନ୍ନାଥ ତାଙ୍କୁ ପୁରା ତାଙ୍କ ବେଶରେ ଦେଖା ଦେଇଛନ୍ତି। ଏବଂ କାଲି ସେ ବାହୁଡ଼ାରେ ଯାହା ଯିବା କଥା, ଜଗନ୍ନାଥଙ୍କୁ ଦର୍ଶନ କରିବା କଥା, ସେ ଯାଇପାରୁନାହାନ୍ତି। ଜଗନ୍ନାଥ ତାଙ୍କ ଘରେ ଆସି ତାଙ୍କୁ ଦର୍ଶନ ଦେଇଛନ୍ତି। ସିଧାସଳଖ ମିଶ୍ରଙ୍କୁ ପଚାରିବା। ମିଶ୍ରବାବୁ, ଆପଣଙ୍କ ଠିକ୍ ପରିଚୟ ଟିକେ ଦିଅନ୍ତୁ। କୁଞ୍ଜମୋହନ ମିଶ୍ର, ପିକୋଳ ପଞ୍ଚାୟତ ବଣହରା ଗ୍ରାମ। ଆଉ ବାହୁଡ଼ା ଯାତ୍ରା ଯିବାର ଥିଲା, କୌଣସି କାରଣରୁ ବାହୁଡ଼ା ଯାତ୍ରାକୁ ଯାଇପାରିଲିନି। ମନେ ମନେ ଠାକୁରଙ୍କୁ ଝୁରି ହେଉଥିଲି। ରାତିରେ ପରଟା ମଧ୍ୟରେ ଠାକୁର ଜଗତର ନାଥ, ସେ କାହାକୁ କେମିତି କେତେବେଳେ ଦର୍ଶନ ଦେବେ ସେ କଥା କେହି କହିପାରିବେନି। ସେଇ କେବଳ ମାତ୍ର ହିଁ ଜଣେ ଲୋକ ସେଇ କଥା ସେଇ କହିପାରିବେ। ଆଉ ଆମର ସମସ୍ତ ପରିବାର ଲୋକ, ଗାଁ ଲୋକ ସମସ୍ତେ ଏଠାରେ ଆସି ରୁଣ୍ଡ ହେଇକି ଠାକୁରଙ୍କୁ ମୁଣ୍ଡିଆ ମାରି ଯଥାମାନ୍ୟ ଜଣେଇ ଆମେ ଆଉ ତାଙ୍କୁ କ'ଣ ଦେଇପାରିବୁ। ଆମେ ଖାଲି ଆମର ଅତି ସାମାନ୍ୟ ଅର୍ଘ୍ୟ ଟିକେ ଦେଇ ତାଙ୍କୁ ଯଥାମାନ୍ୟ ବିଧି ରକ୍ଷା କରିଛୁ। ଆଉ ଆମେ ଦେଖିଲୁ ଆପଣଙ୍କ ଯେମିତି ଶ୍ରୀମନ୍ଦିର କବାଟରେ ଅଙ୍କାଯାଏ ପଦ୍ମଫୁଲ ଶଙ୍ଖ, ସେମିତି ଆପଣଙ୍କ ଠାକୁରଙ୍କ କବାଟରେ ଅଙ୍କା ଯାଇଛି। କ'ଣ ଅଙ୍କା ଯାଇଛି? କାଲି ଥିଲା ଦକ୍ଷିଣାୟନ ସଂକ୍ରାନ୍ତି। ଆଉ ଦକ୍ଷିଣାୟନ ସଂକ୍ରାନ୍ତି ଆମ ଘରେ ଦ୍ୱାର ପୂଜା ଆମର ବିଧି ବହୁତ ପ୍ରଚଳିତ ଅଛି ବହୁ ପୂର୍ବ କାଳରୁ। ତେଣୁ ଆମେ ସେ ବିଧିଟା ଆମେ ରକ୍ଷା କରିଛୁ ଏବଂ ସଂକ୍ରାନ୍ତି ଉପଲକ୍ଷେ ଆମେ ଆମର ପୂଜା ଅର୍ଚ୍ଚନା ଭଲ ମନ୍ଦ ଇତ୍ୟାଦି ସବୁ କାର୍ଯ୍ୟ ଶେଷ କରୁଛୁ। ଆମେ ଯାହା ଜାଣିବା ଯେ ଯେହେତୁ ଜଗନ୍ନାଥଙ୍କ ମନ୍ଦିରରେ ପୂଜା କରାଯାଏ, ସେଇଭଳି ଆପଣ ପୂଜା କରୁଛନ୍ତି। ଜଗନ୍ନାଥ ଆପଣଙ୍କୁ ସେ ପରଟା ରୂପରେ ଆସି ଦେଖା ଦେଇନାହାନ୍ତି ତ? ସେ ପରଟା ରୂପରେ ଦେଖା ଦେଇଛନ୍ତି କ'ଣ ସେ କଥା ଆମେ କେମିତି କହିବୁ? ଆମେ ତ ଅତି ଅକିଞ୍ଚନ। ତେଣୁ ଜଗତର ନାଥ ଯିଏ ଜଗନ୍ନାଥ, ସେଇ କେବଳ ତାଙ୍କ କୃପା ଭିକ୍ଷା ପାଇବା ଲାଗି ଆମେ ଆଶା କରିଥିଲୁ। ତେଣୁ ସେ ଆମକୁ ପରଟା ରୂପରେ ଦେଖା ଦେଇଛନ୍ତି। ଜଗନ୍ନାଥର ଗୋଟେ ଶ୍ଲୋକ ହେବ ଆପଣଙ୍କ ମୁହଁରେ? ହଁ, ଗୋଟା ହେବ। ଓମ୍ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରା ଭେମ୍ ଜଗନ୍ନାଥାୟ ନମଃ। ଆମେ ଯାହା ଶୁଣୁଥିଲୁ ମିଶ୍ରଙ୍କ ଠାରୁ, ଯିଏ ତାଙ୍କ ରାତିରେ କାଲି ବହୁ ପରଟା ତିଆରି କରୁଥିଲେ, ସିଧାସଳଖ ତାଙ୍କର ବାର୍ତ୍ତାଳାପ ନେବା। କେମିତି ଜଗନ୍ନାଥଙ୍କୁ କେମିତି ଦର୍ଶନ କଲେ, କେବେ କାଲି କେତେବେଳେ ହେଇଥିଲା, ସେ ପରଟା ସବୁ କ'ଣ କଲେ? ଆପଣ ପରିଚୟ ଆଜ୍ଞା? ମୁଁ ଶୁଭଶ୍ରୀ। ଆଉ କାଲି ପରଟା କରୁଥିଲି, ବାବାଙ୍କ କଥା ବି ଭାବୁଥିଲି। ବାବା ଯାଇପାରିଲେନି, ବାହୁଡ଼ାରେ ଯାଇପାରିଲେନି, ମନ ଦୁଃଖ ହେଉଥିଲା। ଆଉ ପରଟା କରୁକା ହଠାତ୍ ଲାଷ୍ଟ ପରଟା ହିଁ କରୁଛି, ଦେଖିଲାବେଳକୁ ଠାକୁର ଦେଖାଦେଲେ। ମୁଁ ଜାଣିପାରିଲିନି ଯେ, ମୁଁ ଭାବିଲି ଯେ ମୁଁ ଭୁଲ ଦେଖିଦେଉଛି କି କ'ଣ। ସେଠୁ ବାବାଙ୍କୁ ବୋଉଙ୍କୁ ଡାକିଲା ପରେ ଦେଖିଲା ବେଳକୁ ସତରେ ବାବା ବୋଉ କହିଲେ ଯେ ନାଇଁ, ସତରେ ଠାକୁର ଦେଖା ଦେଇଛନ୍ତି। ଆଉ ସେ ଆମେ ଆଉ ପରଟା କ'ଣ ଦେଖିଲେ ଯେ କ'ଣ ତା ମୁଖ୍ୟ ଥିଲା ଆପଣ ଜାଣିପାରିଲେ ଯେ ଜଗନ୍ନାଥ ଆବିର୍ଭାବ ହେଇଥିଲେ? ଠାକୁରଙ୍କ ଆଖିଟାକୁ ଦେଖିକି ଆମେ ଜାଣିପାରିଲୁ ଯେ ଠାକୁର ହିଁ ଦେଖା ଦେଇଛନ୍ତି। ଆଉ ଆମେ ଆଉ ସେ ପରଟା କିଛି ଆମେ ଦେଖିଲୁ ଯେ ଆପଣ ଦିଟା ଚକା ଗୋଲ କରିଛନ୍ତି ବାହୁ ଟାଇପର, ସେ ଯୋଉ କଳା କଳା ଦିଟା ଅଛି, ଠାକୁରଙ୍କ ଯେମିତି ହାତ ଥାଏ ସେ ହାତ ସେମିତି ବାହାରିଛି। ଆଖି ହାତ ଯେମିତି ପରଟାରେ ଠାକୁରଙ୍କ ମୁହଁ ପୁରା ଫେସଟା ଆସିଛି। ଆଉ କାଲି ସେ ପରଟା ସବୁ କ'ଣ କଲେ? ଆମେ ଆଉ ପରଟା ଖାଇଲୁନି, ସେ ପରଟା ଅଛି ଏପର୍ଯ୍ୟନ୍ତ, ସେ ପରଟା ସବୁ ଅଛି। ଆଉ ଯୋଉ ପରଟା ଠାକୁର ହିଁ ଥିଲେ ସେଇ ପରଟାକୁ ଆମେ ପୂଜା କରୁଛୁ। ସେ ପୂଜା କରୁଛନ୍ତି ସେ ଠାକୁରଙ୍କୁ, ଯୋଉ ପରଟା ରୂପୀ ଜଗନ୍ନାଥଙ୍କୁ ଆପଣ କ'ଣ କରିବେ? ଆକୁ ବିସର୍ଜନ କରିବେ ନା ଘରେ ଠାକୁରଙ୍କ ଘରେ ରଖି ପୂଜା କରିବେ? ନାଇଁ, ଏବେ ତ ଆମେ ପୂଜା କରୁଛୁ, ଆମେ ପୂଜା ବି କରିବୁ। ପରଟାଟା କେତେ ଦିନ ରହିପାରିବନି, ଦେଖିବା ଯେତେ ପର୍ଯ୍ୟନ୍ତ ରହିବ ସେ ପର୍ଯ୍ୟନ୍ତ ପୂଜା କରିବୁ ଠାକୁରଙ୍କୁ। ଦେଖୁଥିଲେ ତାଙ୍କ ବୋହୂ ଯାହା କହୁଥିଲେ, ଯେଉଁ ପରଟା ରୂପୀ ଜଗନ୍ନାଥ ତାଙ୍କୁ ରଖିବେ ଗ୍ରାମରେ, ତାଙ୍କ ଠାକୁର ଘରେ ରଖି ପୂଜା କରିବେ। ପୂଜା କରିକି ଯେପର୍ଯ୍ୟନ୍ତ ଠାକୁର ରହିପାରିବେ ସେ ପର୍ଯ୍ୟନ୍ତ ତାଙ୍କୁ ପୂଜା କରିବେ। ଆମ ସହିତ ଅଛନ୍ତି ଜଣେ ଗ୍ରାମବାସୀ, ତାଙ୍କ ପ୍ରତିକ୍ରିୟା ନେବା। ଆପଣ ନାଁ ଆଜ୍ଞା? ସତ୍ୟାନଗର। ଆପଣ କ'ଣ ଦେଖିଲେ ଆସି ମିଶ୍ରଙ୍କ ଘରେ? କ'ଣ ଦେଖିଲେ? ଦେଖିଲେ ପରିଷ୍କାର ଦେଖାଯାଉଛନ୍ତି ଜଗନ୍ନାଥ ମୂର୍ତ୍ତି। ଆଉ କ'ଣ ଆପଣ ଦେଖିପାରିଲେ? ଚକା ଆଖି ଯେମିତି ଭାଉ ଜଗନ୍ନାଥଙ୍କର ସେମିତି ଦେଖିଲେ। ଆଉ
ଜଗନ୍ନାଥ ପରଟା କ'ଣ ପ୍ରଜାପତି କ'ଣ ଯାହାକୁ ଜଗନ୍ନାଥ ଯାହା ଉପରେ ଦେଖା ଦେବାକୁ ଚାହିଁବେ ନିଶ୍ଚିନ୍ତ ଦେଖାଦେବେ। ଇଏ ପରଟା ରୂପରେ ଜଗନ୍ନାଥ ଆସି ଦେଖା ଦେଇଛନ୍ତି, କେତେ ଖୁସି ଅନୁଭବ କରୁଛନ୍ତି? ହଁ ଭଲ ମନ ଅନୁଭବ ଲାଗୁଛି, ଖୁସି ଲାଗୁଛି। ଏ ଅଞ୍ଚଳରେ ଇଏ ଗୋଟେ ଆଲୋଡ଼ନ ସୃଷ୍ଟି ହେଇଛି, ପ୍ରତ୍ୟେକ ଗାଁ ଲୋକ ଆସି ଦେଖା କରୁଛନ୍ତି, ସମସ୍ତେ ଦେଖୁଛନ୍ତି। ଆପଣ କ'ଣ ଭାବୁଛନ୍ତି? ଜଗନ୍ନାଥ ନିଶ୍ଚିନ୍ତ ଗୋଟେ ଭକ୍ତଙ୍କୁ ଆସି ଦେଖା ଦେଉଛନ୍ତି। ଜଗନ୍ନାଥକୁ ଯିଏ ଯୋଉ ରୂପରେ ଡାକେ ଆସି ଦେଖା ଦିଅନ୍ତି, ଏଇଟା ହେଉଛି ଜଗନ୍ନାଥଙ୍କ ଲୀଳା। ଆପଣ କ'ଣ ଭାବୁଛନ୍ତି? ସେୟା ଯାହା କହୁଛନ୍ତି ସେୟା, ଆଉ କ'ଣ ଭୁଲ ମୁଁ କହିବି? ଦେଖୁଥିଲେ ଜଗନ୍ନାଥ ଯାହାକୁ ଦେଖାଦେବେ, କାହାକୁ କୋଉ ରୂପରେ ଆସି ଦେଖାଦେବେ। ସିଧାସଳଖ ଆମେ ଦେଖୁଥିଲୁ ମିଶ୍ରଙ୍କ ଘରେ ଜଗନ୍ନାଥ କାହାକୁ ପ୍ରଜାପତି ରୂପେ ତ କାହାକୁ ପରଟା ରୂପରେ ଆସି ଦେଖାଦେବେ। କଟକ ଜିଲ୍ଲା ସାଲେପୁର ମହେଶ୍ୱର ବେହେରାଙ୍କ ରିପୋର୍ଟ, ଜ୍ୟୋତି ପ୍ରଭା ନ୍ୟୁଜ୍।